ନବରଙ୍ଗପୁର ଗତ 15 ତାରିଖ ସ୍ଥାନୀୟ ଶିଶୁ ବିଜ୍ଞାନ ମନ୍ଦିର ନବରଙ୍ଗପୁରଠାରେ ପ୍ରଜ୍ଞାନ ମିଶନ ତରଫରୁ ନବରଙ୍ଗପୁରର କାର୍ଯ୍ୟକର୍ତ୍ତାମାନଙ୍କ ଉଦ୍ୟମରେ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନବରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଉଦ୍ୟୋକ୍ତା ବିଭୁ ବ୍ରହ୍ମା, ମଧୁସୂଦନ ସାହୁ, ବିନୟ କୁମାର କର, ସୁନୀଲ କୁମାର ବେହେରା, ଝରଣା ପଟ୍ଟନାୟକଙ୍କ ଉପସ୍ଥିତି ଓ ବିଚାରକ ଭାବେ ଜିଲ୍ଲା ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ଅଶୋକ କୁମାର ତ୍ରିପାଠୀ, ପ୍ରଭାକର ସାହୁ, ପବିତ୍ର କୁମାର ମିଶ୍ର, ଡକ୍ଟର ଜଗନ୍ନାଥ ସ୍ୱାଇଁ, ତୁଳସୀରାମ ମହନ୍ତ, ବିଦ୍ୟାଧର ସେଠୀ, ସନ୍ଧ୍ୟାରାଣୀ ତ୍ରିପାଠୀ, ଲୋପାମୁଦ୍ରା ଦାସ, ରଶ୍ମିତା ସାହୁ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବିଭିନ୍ନ ବ୍ଲକରୁ ମୋଟ 46 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କ ବିଭାଗରେ ମନୀଷା ଗଣ୍ଡ ପ୍ରଥମ, ହରପ୍ରସାଦ ଦଳେଇ ଦ୍ୱିତୀୟ ଓ ସୁଲଗ୍ନା ନାୟକ ଓ ଗୁଞ୍ଜନ କୁମାର ଠାକୁର ତୃତୀୟ। ଖ ବିଭାଗରେ ଏମ୍ ସୂର୍ଯ୍ୟନାରାୟଣ ପ୍ରଥମ, ସିଦ୍ଧାର୍ଥ ମିଶ୍ର ଦ୍ୱିତୀୟ ଓ ସୂର୍ଯ୍ୟ ସିଂ ତୃତୀୟ ସ୍ଥାନ। ଗ ବିଭାଗରେ ଏମ୍ ସୂର୍ଯ୍ୟପ୍ରତାପ ପ୍ରଥମ, ସନ୍ତୋଷୀ ଭାତ୍ରା ଦ୍ୱିତୀୟ ଓ ଗାୟତ୍ରୀ ଭାତ୍ରା ତୃତୀୟ। ଘ ବିଭାଗରେ ପ୍ରିୟଙ୍କା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶେଷରେ ଡକ୍ଟର ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।